ମୁଁ ନୀଳକଣ୍ଠେଶ୍ୱର ମନ୍ଦିର ଉନ୍ନୟନ କମିଟିର ସଭାପତି। ଆମର ଟାଙ୍ଗଣାପଲ୍ଲୀର ଉତ୍ତର ଭାଗରେ ପାହାଡ଼ ଉପରେ ବାବା ନୀଳକଣ୍ଠେଶ୍ୱର ସ୍ୱୟଂ ଆବିର୍ଭୂତ ଶୈବ ପୁରାତନ ପୀଠ। ପ୍ରତିବର୍ଷ ମହାଶିବରାତ୍ରରେ ଏହି ମନ୍ଦିରରେ ହଜାର ହଜାର ଭକ୍ତମାନେ ଏ ଅଞ୍ଚଳର ଆସି ପହଞ୍ଚନ୍ତି। ଭକ୍ତିମୟ ପରିବେଶ ହେଇଯାଏ। ତାର ସୁରକ୍ଷା ପାଇଁ, ତାର ଶୃଙ୍ଖଳା ପାଇଁ ଆମେ ନିକଟସ୍ଥ ଚମାଙ୍ଗଡି ଥାନା ସୁରକ୍ଷା ବ୍ୟବସ୍ଥା ପାଇଁ ଆମେ ପରାମର୍ଶ ନେଇଛୁ। ତା ସହିତ ଆମର ନୀଳକଣ୍ଠେଶ୍ୱର ମନ୍ଦିରର NCC ଛାତ୍ରଛାତ୍ରୀମାନେ ଆମକୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। 11,108 ଦୀପ ଯଜ୍ଞ ବୈଦିକ ନୀତିରେ ପୁରାତନ ଆମର ବ୍ରାହ୍ମଣ ସମାଜଙ୍କ ଦ୍ୱାରା ଏଠି ପ୍ରତିଷ୍ଠିତ ହେଉଛି। ଦୀପ ଯଜ୍ଞ, ଘୃତ ଯଜ୍ଞ, ଏହା ସଙ୍ଗେ ସଙ୍ଗେ ଭକ୍ତମାନଙ୍କର ରାତ୍ର ଉଜାଗର ପାଇଁ ଆମେ ଶାହପୁର ଗ୍ରାମର ରାମାୟଣ ନାଟକ ଏ ବର୍ଷ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ ରଖିଛୁ। ଲାଇଟ୍ ବ୍ୟବସ୍ଥା ମଧ୍ୟ ପ୍ରଜ୍ୱଳନ ସୁରକ୍ଷା ରହିଛି। ଏହି ମନ୍ଦିରର ମହାଦୀପ ଏଠାର ସମସ୍ତ ସେବାୟତ ମାନଙ୍କର ଦ୍ୱାରା ରାତ୍ର ଠିକ 11ଟା ସମୟରେ ମହାଦୀପ ପ୍ରଜ୍ୱଳନର ବ୍ୟବସ୍ଥା ରହିଛି। ସବୁ ଭକ୍ତମାନଙ୍କର ମହାଦୀପ ଏଠାରେ ପ୍ରଜ୍ୱଳନ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏ ବର୍ଷ ପ୍ରାୟ 10,000 ଲୋକ ଆମର ଏଠାରେ ରାତ୍ର ଉଜାଗର ପାଇଁ ରହି ବହୁ ଗହଳି କରିବା ପାଇଁ ଆମର ଆଶା ରହିଛି।